5 ବର୍ଷ କାଳ ଦିଲ୍ଲୀରେ ରହି ପାଠ ପଢୁଛି ହେଲେ ତା ପାଠ ପଢା ସାରି ଆଜି ଘରକୁ ଫେରି ଆସି ଏ ମହଲର ରାଜକୁମାର ଆସୁଛି। ଆଉ ତମେ ତା ପାଇଁ କିଛି ବନ୍ଦୋବସ୍ତ କରିଛ ନା ନାଇଁ? ତମେ ଏମିତି କାଣ କହୁଛ ମା? ଏତେ ଦିନ ପରେ ଆମ ପୁଅ ଫେରି ଆସୁଛି ଏ କଥା ଶୁଣିଲା ପରେ ମୋ ମନ ଖାଲି ଲାଜ ଉଠୁଛି। କେତେବେଳେ ମୋ ପୁଅ ଘରକୁ ଫେରିବ ସେ କଥା ମୁଁ ଭାବୁଛି। ଆରେ ତୁ ବ୍ୟସ୍ତ ହଉଛୁ କାହିଁକି? ଆଉ କିଛି ସମୟ ଅପେକ୍ଷା କର, ଆମ ପୁଅ ଆସି ପହଞ୍ଚିଯିବ। ସତରେ ବାପା 5 ବର୍ଷ କାଳ ତମ ମାନଙ୍କୁ ଦୂରରେ ରହି ମୁଁ ତୁମକୁ ବହୁତ ମିସ୍ କରୁଥିଲି ବାପା। ଆଉ ମିସ୍ କରିବୁନି ରେ। ଆଜିଠୁ ମୋର ସମସ୍ତ ବିଜନେସ୍ ତୁ ବୁଝିବୁ। କିନ୍ତୁ ବାପା ଏସବୁ ବିଷୟରେ ବହୁତ କିଛି ଜାଣିଲି। ଆରେ ଖବର ମହାନ୍ତି ତତେ ସବୁ କହିଦେବ। ଆଉ ତୋ ସେଫ୍ଟି ପାଇଁ ମୁଁ ଜଣକୁ ରଖିଛି। କିଏ ସେ? ସିଏ ହଉଛି ଜଗନ। ବାବୁ ନମସ୍କାର। ଆରେ ଏ ହଉଛି ଜଗନ। ଆଇ ଜଣ ସବୁବେଳେ ତ ବଡିଗାର୍ଡ ହେଇ ରହିବ। ହଁ ବାବୁ, ଏ ଘରର ସୁରକ୍ଷା ପାଇଁ ମୋ ଜୀବନ ଦେଇଦେବି। ହେଲେ ଶର୍ମିଳା ପୁଅଟା ଏତେ ଦିନରୁ ଘରକୁ ଫେରିଛି। ଆଉ ତମେ ତା ପାଇଁ ଭଲ ଖାଇବାର ବନ୍ଦୋବସ୍ତ କର। କରିଛେ ହଉ ଚାଲୁନା। ତମେ ଯାଉଛି ସାନ ବାବୁ। ମାଇଣ୍ଡ କରିବେନି। ଆଜି ଟିକେ କଣ ଧୀରେ ଧୀରେ ଟିକେ ହବ ଆଉ। ଟିକେ ହବ ଆଉ। ହଉ ଚାଲନ୍ତୁ ଆଜ୍ଞା।